ତ ପିଲାମାନେ ଆଜିର ଭିଡ଼ିଓରେ ଆମେ ଆକାଶ କଇଁଛ ଗଳ୍ପର ଏକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଆକାଶ କଇଁଛ ମନୋଜ ଦାସ। ପ୍ରଶ୍ନ, ପଠିତ ଗଳ୍ପ ଆଧାରରେ ଆକାଶ କଇଁଛର କରୁଣ ପରିଣତି ସମ୍ପର୍କରେ ଆଲୋଚନା କର, କିମ୍ବା ଆକାଶ କଇଁଛ ଗଳ୍ପରୁ କମ୍ଭୁଗ୍ରୀବର କରୁଣ ପରିଣତିର ସୂଚନା ଦିଅ। ଉତ୍ତର ଆଲୋଚନା କରିବା। ଓଡ଼ିଆ କଥା ସାହିତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଦେବା କ୍ଷେତ୍ରରେ ନିଜର ବଳିଷ୍ଠ ସାଧନାର ପରାକାଷ୍ଠା ପ୍ରଦର୍ଶନ କରିଥିବା ଗାଳ୍ପିକ ମନୋଜ ଦାସ ଜଣେ ସଫଳ ସ୍ରଷ୍ଟା। ତାଙ୍କର ଗଳ୍ପଗୁଡ଼ିକ କାହାଣୀଧର୍ମୀ ଓ ସ୍ୱାତନ୍ତ୍ର୍ୟମଣ୍ଡିତ। ଆମ ସମସାମୟିକ ସମାଜର ସାମାଜିକ, ରାଜନୀତିକ, ସାଂସ୍କୃତିକ ଓ ମାନବୀୟ ଗତିପ୍ରବାହର ବିଲକ୍ଷଣକୁ ଉପସ୍ଥାପନ କରିବାରେ ତାଙ୍କର ଅପୂର୍ବ ଦକ୍ଷତା ରହିଛି। ସମୁଦ୍ରର କ୍ଷୁଧା, ବିଷକନ୍ୟାର କାହାଣୀ, ଲକ୍ଷ୍ମୀର ଅଭିସାର, ମନୋଜ ପଞ୍ଚବିଂଶତି, ଧୂମ୍ରାବହ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଇତ୍ୟାଦି କାଳଜୟୀ କୃତିର ସେ ଅଧିକାରୀ। ଆଲୋଚ୍ୟ ଆକାଶ କଇଁଛ ଗଳ୍ପଟି ଗାଳ୍ପିକଙ୍କ ଧୂମ୍ରାବହ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗ୍ରନ୍ଥରୁ ଗୃହୀତ। ତେଣୁ ଏଇଟା ପିଲାମାନେ ମନେ ରଖିବା ଯେ ଆଲୋଚ୍ୟ ଆକାଶ କଇଁଛ ଗଳ୍ପଟି ଗାଳ୍ପିକଙ୍କ ଧୂମ୍ରାବହ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗ୍ରନ୍ଥରୁ ଗୃହୀତ। ଉକ୍ତ ଗଳ୍ପରେ ପ୍ରାଚୀନ କାହାଣୀର ନୂତନ ଉପସ୍ଥାପନା ସହିତ ଆତ୍ମଶ୍ଳାଘା ଜଡ଼ିତ ଆକାଶ କଇଁଛର ଜୀବନର କରୁଣ ପରିଣତି ସମ୍ପର୍କରେ ମନୋଜ ସ୍ରଷ୍ଟାମାନସ ପ୍ରାଣସ୍ପର୍ଶୀ ଆବେଦନ ବାଢ଼ିଛି। କମ୍ଭୁଗ୍ରୀବ ନାମକ କଇଁଛଟି ନିଜସ୍ୱ ପରିବେଶରେ ସନ୍ତୁଷ୍ଟ ହୋଇନାହିଁ। ଦିଗନ୍ତ ପ୍ରତି ସେ ଦୃଷ୍ଟି ପ୍ରସାରିତ କରି ନିଜର ଅବଶୋଷ ରଖିଛି। ଦୂରରେ ପର୍ବତଶ୍ରେଣୀ ଓ ଆରପାରିରେ ସରୋବରର ସ୍ୱଚ୍ଛତା ତାକୁ ଏକ କାଳ୍ପନିକ ମୋହରେ ବିମୋହିତ କରିଛି। ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ହେତୁ ନିଜ ଭାଗ୍ୟକୁ ଧିକ୍କାର କରିଛି। ସରୋବର କୂଳକୁ ଉଠିଯାଇ ମୃଦୁ ସମୀରଣରେ ବିଚରଣ କରିବା ସହିତ ଲତାପତ୍ର ଦେହରୁ ଶିଶିର ବିନ୍ଦୁ ଚାଟିବା ସହିତ ଘାସର ଫୁଲ ଚୋବାଇ ଦୂରାନ୍ତର ପିପାସାରେ ମୋହିତ ହୋଇଛି। ସମୟକ୍ରମେ ସଙ୍କଟ ଓ ବିକଟ ନାମକ ଦୁଇଟି ହଂସ ସହିତ ବନ୍ଧୁତାର ବନ୍ଧନ ଦୃଢ଼ ହେବା ପରେ ସେ ନିଜର ମନୋଭାବ ଜଣାଇଛି। ସେମାନେ ମଧ୍ୟ ତାର ଅଭିଳାଷକୁ ପୂର୍ଣ୍ଣ କରିବାର ପ୍ରୟାସ କରିଛନ୍ତି। ବିକଟ ଓ ସଙ୍କଟ ଖଣ୍ଡିଏ କାଠିର ଦୁଇ ପ୍ରାନ୍ତ କାମୁଡ଼ି ଧରିଛନ୍ତି ଏବଂ କମ୍ଭୁଗ୍ରୀବ କାଠିର ମଧ୍ୟଭାଗକୁ କାମୁଡ଼ି ଧରି ଆକାଶ କଇଁଛ ପାଲଟି ଯାଇଛି। ପରୀକ୍ଷା ସଫଳ ହେବା ପରେ ହଂସମାନେ ଅଧିକ ସ୍ୱଚ୍ଛନ୍ଦ ଓ ଆତ୍ମବିଶ୍ୱାସ ପୂର୍ଣ୍ଣ ହୋଇ ଆକାଶରେ ଉଡ଼ିଛନ୍ତି। କମ୍ଭୁଗ୍ରୀବ ବେଶ୍ ଆନନ୍ଦ ଅନୁଭବ କରିଛି, କିନ୍ତୁ ତାର ଏହି ଆନନ୍ଦ କରୁଣ ବିଷାଦରେ ପରିଣତ ହୋଇଛି। ସେ ଆକାଶର ପକ୍ଷୀ, ଗାଈଆଳ ଟୋକା, ନୌକାରେ ପାରି ହେଉଥିବା ବୃଦ୍ଧ ଓ ତାର ତରୁଣୀ ଭାର୍ଯ୍ୟାଙ୍କ ମନ୍ତବ୍ୟକୁ ହଜମ କରିଥିଲେ ମଧ୍ୟ ପରିଶେଷରେ ବିଦେଶୀ ଦୂତର ଘୁଷୁରି ଉଡ଼ିବା ଭଳି ପ୍ରସଙ୍ଗକୁ ସମ୍ଭାଳି ନ ପାରି ବୁଦୁ ବୋଲି ଶବ୍ଦ ଉଚ୍ଚାରଣ କରି ଆକାଶ ମାର୍ଗରୁ ଖସି ପଡ଼ିଛି ରାଜନଅରର ଛାତ ଉପରେ। ତାର ପଡ଼ିବା ଶବ୍ଦରେ ସଭାସଦବର୍ଗ ଶଙ୍କିତ ହେବା ସହିତ ବୁଦୁ ଶବ୍ଦର ତର୍ଜମାରେ ସ୍ୱୟଂ ରାଜା ମଧ୍ୟ ଜଡ଼ିତ ହୋଇଛନ୍ତି। ଅବଶେଷରେ ନିଜର ରସନା ସଂଯତ କରି ନ ପାରି ଆକାଶ କଇଁଛଟି ରାଜାଙ୍କ ନିର୍ଦ୍ଦେଶରେ ଇନ୍ଧନର ସାମଗ୍ରୀ ହୋଇଛି। ବାସ୍ତବିକ ଆଲୋଚ୍ୟ ଗଳ୍ପରେ ଆକାଶ କଇଁଛର କରୁଣ ପରିଣତି ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ଦ୍ୱିତୀୟ ପ୍ରଶ୍ନ ପିଲାମାନେ ଆଲୋଚନା କରିବା। ପ୍ରଶ୍ନ, ରାଜା କଚ୍ଛପ ମାଂସ ଭକ୍ଷଣ ପାଇଁ କିଭଳି ଯୋଗ୍ୟତମ ବ୍ୟକ୍ତି ନିର୍ବାଚନ କରିଥିଲେ ପଠିତ ଗଳ୍ପ ଆଧାରରେ ଆଲୋଚନା କର, କିମ୍ବା କଚ୍ଛପ ମାଂସ ଭକ୍ଷଣ ନିମିତ୍ତ ରାଜା କିପରି ଯୋଗ୍ୟତମ ବ୍ୟକ୍ତି ନିରୂପଣ କଲେ ଲେଖ। ଉତ୍ତର ଆଲୋଚନା କରିବା। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ବିଶିଷ୍ଟ କଥାକାର ଭାବରେ ଗାଳ୍ପିକ ମନୋଜ ଦାସଙ୍କ ସ୍ଥାନ ସ୍ୱତନ୍ତ୍ର। ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଲେଖନୀ ଚାଳନା କରି ସେ କଥା ସାହିତ୍ୟକୁ ସମୃଦ୍ଧ କରିଛନ୍ତି। କାହାଣୀ ଧର୍ମିତା ହେଉଛି ତାଙ୍କର ସୃଷ୍ଟିର ପ୍ରାଣ। ତେଣୁ ସେଗୁଡ଼ିକ ପାଠକ ପ୍ରାଣରେ ଆବେଗ ସଞ୍ଚାର କରେ। ସମୁଦ୍ରର କ୍ଷୁଧା, ବିଷକନ୍ୟାର କାହାଣୀ,
ଲକ୍ଷ୍ମୀର ଅଭିସାର, ମନୋଜ ପଞ୍ଚବିଂଶତି ଇତ୍ୟାଦି ତାଙ୍କର କୃତିଗୁଡ଼ିକ ବିଶେଷ ଉଲ୍ଲେଖଯୋଗ୍ୟ। ଆଲୋଚ୍ୟ ଆକାଶ କଇଁଛ ଗଳ୍ପଟି କଥାକାର ମନୋଜ ଦାସଙ୍କ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗ୍ରନ୍ଥରୁ ଆନିତ। ପ୍ରାଚୀନ କାହାଣୀକୁ ନୂତନ ଭାବରେ ଉପସ୍ଥାପନ କରି ଗାଳ୍ପିକ ପାଠକର ହୃଦୟ ଜୟ କରିବାରେ ସମର୍ଥ ହୋଇଛନ୍ତି। କଚ୍ଛପ ମାଂସ ଭକ୍ଷଣ ନିମିତ୍ତ ରାଜା କିପରି ଯୋଗ୍ୟତମ ବ୍ୟକ୍ତି ନିରୂପଣ କଲେ ତାହା ଉକ୍ତ ଗଳ୍ପରେ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଉପସ୍ଥାପିତ ହୋଇଛି। ପତିତ ହୋଇଥିବା କଚ୍ଛପଟିକୁ ସଭାସଦ ବର୍ଗ ଚକିତ ହୋଇ ଚାହିଁ ରହିଲେ। କଚ୍ଛପ ମାଂସକୁ ନେଇ ନାନା ଆଲୋଚନା ଓ ବିତର୍କ ଚାଲିଲା। କଚ୍ଛପ ମାଂସ ନାନା ରୋଗ ଓ ଦୋଷ ଦୁର୍ବଳତା ମହୌଷଧି ହୋଇଥିବାରୁ ତାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ଦେବା ପାଇଁ ରାଜା ମୁଖ୍ୟ ପାଚକକୁ ନିର୍ଦ୍ଦେଶ ଦେଲେ। ସେନାପତି, ବିଦେଶୀ ରାଜଦୂତ, କବିରାଜ, ଜ୍ୟୋତିଷ ଓ ବିଶେଷଜ୍ଞ ଭୋଜନପ୍ରେମୀଙ୍କ ସହିତ ରାଜା ବିତର୍କରେ ଭାଗ ନେଲେ। ସର୍ବଶେଷ ନିଷ୍ପତ୍ତିରେ ସର୍ବାଧିକ ଯାହାର ପ୍ରୟୋଜନ ତାହାକୁ କଚ୍ଛପ ମାଂସ ମିଳିବା ପାଇଁ ସ୍ଥିର ହେଲା। ଆଲୋଚନାକ୍ରମେ ସେନାପତି କହିଲେ ଯେ ଯଦିଓ ସେ ଛାର କଚ୍ଛପ ମାଂସ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତଥାପି ଅଧିକ ଦକ୍ଷତାର ସହିତ ରାଜସେବା କରିବା ପାଇଁ ଗଣ୍ଠିବାତରୁ ସହଜ ମୁକ୍ତିଲାଭ ନିମିତ୍ତ ସେ ତହିଁରୁ ଫାଳେ ଖାଇବେ। ଅନ୍ୟ ସଭାସଦ ବର୍ଗ ଦକ୍ଷତାର ସହ ରାଜସେବା କରିବା ନିମିତ୍ତ କୌଣସି ନା କୌଣସି ରୋଗରୁ ମୁକ୍ତି ପାଇବା ପାଇଁ କଇଁଛର କିଛି ଅଂଶ ଖାଇବାକୁ ଆଗ୍ରହୀ ହେଲେ। ବିଦେଶୀ ଦୂତଟି ଦେଶର ମୈତ୍ରୀ ଦୃଢ଼ କରିବା ନିମିତ୍ତ କିଞ୍ଚିତ୍ କଚ୍ଛପ ମାଂସ ଖାଇବାକୁ ଇଚ୍ଛା ପ୍ରକାଶ କଲା। କିନ୍ତୁ କଚ୍ଛପଟି ଶୂନ୍ୟରୁ ଖସିଲା ବେଳେ ଉଚ୍ଚାରଣ କରିଥିବା ବୁଦୁ ଶବ୍ଦକୁ ନେଇ ବୁଦୁ କିଏ ତାହା ନିର୍ଦ୍ଧାରଣ ପାଇଁ ରାଜା ବାତିଲ ରୀତି ଗ୍ରହଣ କଲେ। ସମ୍ମାନିତ ଅତିଥି ବିଦେଶୀ ଦୂତ ବୁଦୁ ହୋଇ ନ ପାରନ୍ତି, ମନ୍ତ୍ରୀମାନେ ବୁଦୁ ହୋଇ ନ ପାରନ୍ତି, ସେନାପତି ବୁଦୁ ହୋଇ ନ ପାରନ୍ତି। ଶେଷରେ ରାଜା ବୁଦୁ ନ ହେବା ପାଇଁ ଅର୍ଥାତ୍ ବୁଦୁ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ନିଜକୁ ଯୋଗ୍ୟତମ ବ୍ୟକ୍ତି ବୋଲି ନିରୂପଣ କରି ରାଜପରିବାରର ପବିତ୍ର ପରମ୍ପରାକୁ ଭାଙ୍ଗି କଚ୍ଛପ ମାଂସ ଭକ୍ଷଣ କଲେ। ପିଲାମାନେ ଆଉ ଗୋଟିଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆଲୋଚନା କରିବା। ପ୍ରଶ୍ନଟି ଏହିଭଳି ଭାବରେ, ଉଚ୍ଚାଭିଳାଷୀ କମ୍ଭୁଗ୍ରୀବକୁ ସେ ପରିବେଶ କାହିଁକି ସନ୍ତୁଷ୍ଟ କରିପାରୁନଥିଲା ଆଲୋଚନା କର। କିମ୍ବା କେଉଁ ସବୁ ଆକର୍ଷଣର କାଳ୍ପନିକତା କମ୍ଭୁଗ୍ରୀବକୁ ତା ପରିବେଶଠାରୁ ଦୂରକୁ ଯିବାକୁ ଅନୁପ୍ରେରିତ କରୁଥିଲା ଦର୍ଶାଅ। ଉତ୍ତର ଆଲୋଚନା କରିବା। ସ୍ୱାଧୀନୋତ୍ତର ପର୍ଯ୍ୟାୟରେ ଓଡ଼ିଆ କଥା ସାହିତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଦେଇପାରିଥିବା ଜଣେ ସଫଳ କଥାକାର ହେଉଛନ୍ତି ଗାଳ୍ପିକ ମନୋଜ ଦାସ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଲେଖନୀ ଚାଳନା କରି ଆପଣାର ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି। କଥା ସମ୍ରାଟ ଫକୀରମୋହନ ସେନାପତିଙ୍କର ଜଣେ ଯୋଗ୍ୟ ଦାୟାଦ ଭାବେ ସେ କାହାଣୀଧର୍ମୀ ଗଳ୍ପ ରଚନା କରି ପାଠକ ପ୍ରାଣରେ ଗଭୀର ପ୍ରତ୍ୟୟ ଆଣିବାରେ ସମର୍ଥ ହୋଇଛନ୍ତି। ସମସାମୟିକ ସମାଜର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ମାନବୀୟ ଆବେଦନକୁ ସେ ସଫଳ ଭାବେ ନିଜ କୃତିଗୁଡ଼ିକରେ ପ୍ରତିଫଳିତ କରାଇଛନ୍ତି। ସମୁଦ୍ରର କ୍ଷୁଧା, ବିଷକନ୍ୟାର କାହାଣୀ, ଶେଷ ବସନ୍ତର ଚିଠି ଓ ମନୋଜ ପଞ୍ଚବିଂଶତି ଇତ୍ୟାଦି ବିଭିନ୍ନ ଗଳ୍ପ ଗ୍ରନ୍ଥ ଗୁଡ଼ିକରୁ ମନୋଜ ପ୍ରତିଭାର ପରିଚୟ ମିଳେ। ଆଲୋଚ୍ୟ ଆକାଶ କଇଁଛ ଗଳ୍ପଟି ଲେଖକଙ୍କ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗଳ୍ପ ଗ୍ରନ୍ଥରୁ ଆନିତ। ପ୍ରାଚୀନ କାହାଣୀକୁ ନୂତନ ରୂପେ ଉପସ୍ଥାପନା କରି ଗାଳ୍ପିକ ପାଠକୀୟ ଚମତ୍କାରିତା ସୃଷ୍ଟି କରିଛନ୍ତି। କେଉଁ ସବୁ ଆକର୍ଷଣର କାଳ୍ପନିକତା କମ୍ଭୁଗ୍ରୀବକୁ ତା ପରିବେଶଠାରୁ ଦୂରକୁ ଯିବାକୁ ଅନୁପ୍ରେରିତ କରୁଥିଲା, ଗାଳ୍ପିକ ଅତି ମର୍ମସ୍ପର୍ଶୀ ଭାବେ ତାହା ଉକ୍ତ ଗଳ୍ପରେ ବର୍ଣ୍ଣନା କରିଛନ୍ତି। କମ୍ଭୁଗ୍ରୀବ ବାସ କରୁଥିବା ସରୋବରଟି ସ୍ୱଚ୍ଛ ଥିଲା, ଉପତ୍ୟକାଟି ସବୁଜ ଥିଲା। ତେବେ ଉଚ୍ଚାଭିଳାଷୀ କମ୍ଭୁଗ୍ରୀବକୁ ସେ ପରିବେଶ ସନ୍ତୁଷ୍ଟ କରିପାରୁନଥିଲା। ଦିଗନ୍ତ ପ୍ରତି ସେ ଦୃଷ୍ଟି ପ୍ରସାରିତ କରି ସେ ଦୀର୍ଘ ନିଶ୍ୱାସ ଛାଡ଼ୁଥିଲା। ଦୂରର ପର୍ବତଶ୍ରେଣୀ ଓ ଆରପାରିରେ ଥିବା ସରୋବରମାନ ସ୍ୱଚ୍ଛତର ହୋଇଥିବ
ଓ ଉପତ୍ୟକାମାନ ସବୁଜତର ହୋଇଥିବ ବୋଲି ସେ ଏକ କାଳ୍ପନିକ ପ୍ରତ୍ୟୟରେ ବିମୁଗ୍ଧ ହୋଇ ଉଠୁଥିଲା। ତେଣୁ ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ହେତୁ ନିଜ ଭାଗ୍ୟକୁ ଧିକ୍କାର କରୁଥିଲା। ବେଳେବେଳେ କମ୍ଭୁଗ୍ରୀବ ସରୋବର କୂଳକୁ ଉଠିଯାଇ ମୃଦୁ ସମୀରଣରେ ବିଚରଣ କରେ ଓ ଲତାପତ୍ର ଦେହରୁ ଶିଶିର ବିନ୍ଦୁଟିଏ ଚାଟିଦିଏ। ବେଳେବେଳେ ସେ ଘାସ ଫୁଲଟିଏ ଚୋବାଇ ଦେବା ସହିତ ଦୂରାନ୍ତରର ଅଜଣାକୁ ଜାଣିବାର ପିପାସାରେ ମ୍ରିୟମାଣ ହୋଇଉଠେ। ବେଳେବେଳେ କମ୍ଭୁଗ୍ରୀବ ଆଖି ବୁଜି ବିମୁଗ୍ଧ କଳ୍ପନାଲୋକରେ ଭଳିକି ଭଳି ଅଜବ ଦୃଶ୍ୟ ଦେଖେ। ତା ପାଇଁ ଆକର୍ଷଣୀୟ କାଳ୍ପନିକତାରେ ଦେଖାଯାଏ ଗୀତ ବୋଲି ପାରୁଥିବା ଗଛଲତା, ମେଘମାଳା ଭିତରୁ ସିଧାସଳଖ ଝରିଆସୁଥିବା ସାତରଙ୍ଗୀ ନଦୀ, ପ୍ରଶସ୍ତ ସଦନରେ ଏକତ୍ରିତ ସ୍ୱନାମଧନ୍ୟ ନର ଓ ବାନର ବର୍ଗ ମଧ୍ୟରେ ଲାଙ୍ଗୁଳର ଉପଯୋଗିତା ସମ୍ପର୍କରେ ତର୍କସତ୍ ଇତ୍ୟାଦି। ଏହିସବୁ ଆକର୍ଷଣର କାଳ୍ପନିକତା କମ୍ଭୁଗ୍ରୀବକୁ ତା ପରିବେଶଠାରୁ ଦୂରକୁ ଯିବାକୁ ଅନୁପ୍ରେରିତ କରୁଥିଲା। ନେକ୍ସଟ ଭିଡ଼ିଓରେ ପିଲାମାନେ ବାକି ରହିଯାଇଥିବା ସମସ୍ତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକୁ ଆଲୋଚନା କରିବା। ଧନ୍ୟବାଦ।